ତମେ ଯାଇକି ପୁଣି କେମିତି ଡାଇରେକ୍ଟ କେମିତି କଲ ବିଷ୍ଣୁଆରେ ସେଠି ଲାଇଭ ରେ କେମିତି ଆସିଲ ଗୋଟେ ଚିନ୍ତା କର। ତା ଏଇଟା ପୂର୍ବରୁ ହେଇ ସାରିଥିଲା କାହା ତା କାହା ପୂର୍ବରୁ ହେଇ ପୂର୍ବରୁ? ସାରିଥିଲା ଏଇଟା ଏମିତି ଯେତେବେଳେ ଏମିତି କରିବା କଥା ନୁହେଁ ଲିଜା, ସତରେ ଏମିତି କରିବା କଥା ଓ ନୁହଁ। ସେଇଥିପାଇଁ ତମେ ରେକର୍ଡିଂ ଟା କରିଦେଲ ମୁଁ ନା। କେତେବେଳେ ବା କଲି ବା କେତେବେଳେ ବା କଲି ମୁଁ ଦେଇଥିଲି କି? ଯେତେବେଳେ କଥା ସେତେବେଳେ ଅଲରେଡି ଏଟା ଫ୍ଲାଶ ବି ହେଇନି, ଏଟା 8:30ର କଥା, ଏଟା ଶୁଣ 8:30ରେ ମୋ ଲାଇଭ ହେଇଛି। ମୋ ବା କହିବାର କଥା, ଭାଇ ଥ୍ୟାଙ୍କ ମୁଁ ୟୁ ସୋ ଏବେ ମଚ୍। ଆଜି ପର୍ଯ୍ୟନ୍ତ ବି ଯାଇଥିଲା କି ମତେ କୁହ, ଯେତେବେଳେ ତମେ ମୁଁ ଲାଇଭ ଆମେ ଯଦି ଦେଖିଲେ। ମନେକର ସୁଇସାଇଡ ବି କରିବି ଭାଇ, ମୁଁ ଜାଣିନି ମୋ ମେଣ୍ଟାଲି ପ୍ରେସର ଏବେ କୋଉ ରେଟ ରେ ଅଛି। ବିନା କାରଣରେ ତମାନେ ମତେ କନ୍ଦଉଛ। ମୁଁ ଯଦି ବି ସୁଇସାଇଡ କରିବି, ମୋ କହିବାର କଥା ସୁସାଇଡ କଥା ମତେ ସେଇଟା କୁହନି, କାହିଁକି ନା ଦେଖ ତମେ ଓହୋ ହଁ ଯେତେବେଳେ ତମର କଣ ଯାଏ ନାଇଁ ଆସେ ନାଇଁ ମୋର କହିଲ ଯାଏ ଭାଇ, ଆସ କିଛି ଛାଡ ନୁହେଁ, ମୁଁ ତମକୁ ଭଲ ଛାଡ ପାଇଁ ଛାଡ କହିଥିଲି, ଭାଇ। ମୁଁ ଓ ତମକୁ ଭଲ ପାଇଁ କହିଥିଲି, ଓ ଥାଉ 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 ଭାଇ। ମୁଁ ତମକୁ ଭଲ ପାଇଁ କହିଥିଲି। ବଢିଆ ରେକର୍ଡିଂ କରିଛ, ବଢିଆ ଫ୍ଲାଶ କରିଛ, ମତେ ଆଉ କେତେ ଆଉ କୋଉ ବଦନାମ ନାଇଁ କରିବ ନାଇଁ ନାଇଁ କୁହ? ତମେ ଲଙ୍ଗଳା ଯେତେବେଳେ ହେଇଛି କି କହିଲ ତମେ ଜଣାଅ। ମୋର? ଏମଏମଏସ ଶୁଣ ଭାଇରାଲ ଶୁଣ କରିବ? ଆଁ କରିବ କି କହୁନ? ଏମଏମଏସ ଭାଇରାଲ କରିବ ମୋର? ଆରେ ମୋ ଆଉ କଥା ବଦନାମ କରିବ? ମତେ କଥା ଶୁଣ। ଆଉ ବଦନାମ କରିବ ନା? କରୁନ କର। ନାଇଁ ନାଇଁ ମୋର କୌଣସି ହକଦାର ଏଇଟା ନାହିଁ ଏଇଟା କୋଉଟେ ରେକର୍ଡ ଝିଅ କର, ପ୍ରତି ମୁଁ ଗୋଟେ କହୁଛି। ମୋ ଓହୋ କୌଣସି ଆଉ ଗୋଟେ ତାହେଲେ ଝିଅ ଏଇଟା ପ୍ରତି କଣ? ଅନ୍ୟାୟ କରିବା ମୋର ସେଇଟା ପ୍ରକୃତି ନାହିଁ। ଏଇଟା ତାହେଲେ କଣ? ଆରେ ତମେ ଏଇଟା ମତେ ଯୋଉ କହିଥିଲେ ବର୍ତ୍ତମାନ ପରା କହିବା ପାଇଁ, ମୁଁ ତ ବାପକୁ ସେଇଟା ପଠେଇଥିଲି। ମୁଁ ଦେଖ ଲିଜା ସେ କଣ କହିଛି, ତା ବିରୁଦ୍ଧରେ କଣ ସବୁ ତମେ କରିଛନ୍ତି। ତମେ ଷ୍ଟାର୍ଟିଂ ରୁ ପୁରା ରେକର୍ଡିଂ କରିଛ, ହଁ ଯୋଉ ଭଏସ ରେକର୍ଡିଂ କରିଛ, ହଁ ହଁ ସେଟା ବର୍ତ୍ତମାନ ଫ୍ଲାଶ, ସେଟା ମତେ ମୁସି ଭାଇ ବର୍ତ୍ତମାନ ପଠେଇଲା। କୋଉଟା କୋଉଟା? ମୁସି ଭାଇ ମତେ ବର୍ତ୍ତମାନ ପଠେଇଲା। ହଁ ତମେ ମୁଁ ତ ବାପକୁ ପଠେଇଥିଲି, ମୁଁ ତମେ କହିଲି ତା ମାନେ ସହିତ ଭାଇ ମୁସି କେତେ ଏମିତି କରିଛି, ସେ ସେମିତି ଚାଲାକ, କରିଛି। ଏତେ ଚାଲାକ ତମେ ମାନେ ଆରେ ଭାଇ, ମୁଁ ଚାଲାକ ହିଁ କଥା ବୋକା। ନୁହଁ, ତମେ ଆଗର ବହୁତ କରିଲା କିଏ ଚାଲାକ ମତେ କୁହ? ତମେ ଭାଇ, ତମେ ଆଜି ବହୁତ ପର୍ଯ୍ୟନ୍ତ ଚାଲାକ ଭାଇ। ଆଜି ତମ ପର୍ଯ୍ୟନ୍ତ ଏଟା ମାନଙ୍କୁ ନା ଦେଇଥିଲି କି ମୁଁ? ଫଟୋ ରଖିକି ମୁଁ ପୂଜା କରିବି ଘରେ। ଆରେ ଫଟୋ କଥା ଦୁନିଆରେ ନୁହଁ, ମୋ କହିବାର ଚାଣକ୍ୟ କଥା। କିଛି ନୁହଁ, ଚାଣକ୍ୟ ଶାସ୍ତ୍ର କିଛି ନୁହଁ ତମମାନଙ୍କ ଆଗରେ। ହୁଁ ମାନେ ଏଇ ଯୋଉ ବଡ ବଡ ମହାପୁରୁଷ ବି କେହି ନୁହନ୍ତି। ଆରେ ୟୁ ଅଲ୍ ଆର୍ ଲେଜେଣ୍ଡ। ତମ ମାନଙ୍କ ମୁଁ ବ୍ରେନ ସେଦିନ ଆକ୍ଚୁଆଲି ଭାଇ ଶୁଣ, ମୁଁ ଓଡିଶା ସେଦିନ ପାଇଁ ତମକୁ କଣ କହିଲି? ଦରକାର। ତମେ ବଢିଆ ମତେ କହିଲ ଫସେଇଲ ମତେ। ନାଇଁ ନାଇଁ ଫସେଇବା କଥା ୱାହ ନାଇଁ, ତମେ ଫସେଇଲ ୱାହ, ଆଗର। ଥ୍ୟାଙ୍କ ୟୁ ସୋ ମଚ୍। ଫସେଇଲ ଆଉ ତମେ କେତେ ଆଗର। ବଦନାମ କରିବ? ଆଉ କେତେ କର କର ବଦନାମ କର। ନାଇଁ ନାଇଁ ଗୋଟେ ବଦନାମ କରିବା ଝିଅକୁ ଆମର କଣ ବଦନାମ ଅଛି? କରିବ ତ? ଗୋଟେ ଝିଅକୁ ବଦନାମ କରିବ ତ? ତମେ ମତେ ଭାରି କଣ ଚାଲାକ, କହିଲ? ମତେ କଣ କହିଲ କୁହ? ତମେ କହିଲ ଭାରି ଭାଇ ଚାଲାକ। ତମେ ମାନଙ୍କୁ କୁହ ଯେ ମୋ ସହିତ ଏମିତି କରିଛନ୍ତି। ମୁଁ ବାପକୁ ସେଇଟା ରେକର୍ଡିଂ ପଠେଇଦେଲି। ମୁଁ କହିଲି ବାପୁ ଦେଖ ଶୁଣ, ତା ଆଉ ସହିତ ସେଇ ଏମିତି ଏମିତି ରେକର୍ଡିଙ୍ଗ କୁ କରିଛନ୍ତି। ବର୍ତ୍ତମାନ ପୁରା ଫ୍ଲାଶ ହଉଛି ନ୍ୟୁଜ, ପୁରା ଇଏ ରଖିକି ଏଇଭଳିଆ ହଉଛି। କାହିଁକି ବାଃ, ନ୍ୟୁଜରେ କିଏ ଦେଲା? ନ୍ୟୁଜ ତ କେହି ଦେଇନାହାନ୍ତି। କିଏ ଦେଇନାହାନ୍ତି? କିଏ ଦେଇଛି ନ୍ୟୁଜରେ? ଯୋଉଟା ମୁସି ଭାଇ ମତେ ଏଇନେ ପଠେଇଲା, ପଠେଇବେ ନା? ପଠେଇଲ ମତେ, କୋଉ ନ୍ୟୁଜରେ ତ ଭାଇ ଯାଇନି। ଶୁଣ, ଏଇଟା ସବୁ ଧମକି ସବୁ ଯୋଉ ଆସୁନି ମତେ, ହଁ ଗୋଟିଏ ଯିବି ସିଧା ଫ୍ୟାନ ରେ ଟଙ୍ଗି ଯିବି। କ୍ୟାଣ୍ଡେଲ ଲାଇଟ ହବ, ତାପରେ ପୁଣି ମୋ ନାଁରେ ଚାଲିବ। ତମେ ଆରେ ମାନେ ନାଇଁ ସମସ୍ତେ ରହିଯିବ। ତମେ ଆଉ ଶୁଣ, ଆଉ ଆଉ ଏତେ ଆଉ ଆମର ବଦନାମ କରିବ। ଏତେ ଆମର କାହିଁକି ଯିବା? ଗୋଟେ ଭୁଲ ମାଗିଦେଲେ କଣ ହବ? ମୁଁ ଭୁଲ ମାଗିନି। ତମେ ମାଗିଛ କି? ଏତେ ମାଗିନି ଯାଏ ମୁଁ, ତମେ ମାଗିନ ତମେ ଆହୁରି ମାନେ କେମିତି ମୁଁ ଭୁଲ ଉଲଟା। ମାଗିନି ଭାଇ। ତମେ ଦେଖି ସାରିଲଣି ମୋ ହଁ ମୁଁ ଇନଷ୍ଟା ଦେଖିଛି, ଆଇଡି। ତା ଭିତରେ ତମେ କଣ କହିଛ ଦେଖ। ମୁଁ କଣ କହିଛି? ତମେ କଣ କହିଛ ଦେଖ। ମୁଁ କଣ କ୍ୟାପସନ ବି କଣ ଲେଖିଛି? ସରି ଟୁ ଅଲ ବାଲେଶ୍ୱରିଆ ଲେଖିଛି ମୁଁ। କହିଛି ବି ଆରେ ମୁଁ ଯାହା ଲେଖିଛ ଠିକ କହିଛି ଅଛି, ତମେ ଆଇ ଏମ କହିଛ, ସରି। କହିବାର ତରିକାଟା ତମେ ନା ଦେଖ ନିଜେ କେମିତି ଓହୋ, କଣ କରିଛ। ମୁଁ ତମ ହିସାବରେ ଚାଲିବିନି। ତମେ ତମ ହିସାବରେ ମତେ ଧମକି ଦବ, ମୁଁ ଆରେ ତମ ହିସାବରେ ଆରେ ଶୁଣ, ମୁଁ କାହାକୁ ମୁଁ ଧମକ କହୁଛି ଦିଏନି। ଖୋଲା ଚ୍ୟାଲେଞ୍ଜ ଦଉଛି। ହୁଁ ମତେ ବେଧ ଦାରି ଯାହା ଶୋଧିବା କଥା ଶୋଧ, ନାଇଁ ମତେ ନାଇଁ ନାଇଁ ଯାହା ବଦନାମ କର ତ ବଦନାମ କର, କିନ୍ତୁ ମୋ ଏଇ ଲୁହ ନା ତମ ମାନଙ୍କ ଉପରେ ପଡିବ। ନାଇଁ 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 ସେମିତି ଏଇଟା କିଛି ମନେ ନାହିଁ। ରଖିଥାଅ। ଏଇ ଲୁହ ଦିନେ ମୁସି ଭାଇ ଉପରେ ପଡିଥିଲା, ସେ ଗ୍ରୁପ ରୁ ବାହାରିଗଲା, ସେ ଗ୍ରୁପ ଭାଙ୍ଗିଗଲା। ଏଇ ଲୁହ ଦିନେ ଦିନେଶ ଉପରେ ପଡିଥିଲା, ଏବେ ଦେଖ କଣ ହଉଛି। ଏଇ ଲୁହ ଦିନେ ସେ ଶଙ୍କର ଉପରେ ପଡିଥିଲା, ସେ ଜେଲ ଗଲା। ମୁଁ ବିନା କାରଣରେ କାନ୍ଦିନି। ମୁଁ ତମ ମୁହଁ ଦେଖିନି, ତମେ କିଏ ମୁଁ ଜାଣିନି। ନାଇଁ ନାଇଁ ବିଷ୍ଣୁ ନାଇଁ ଆରେ ଭାଇ ମୁଁ କି ଯିଏ ବି ହଉ ପଛକେ, ହୁଁ ହୁଁ ମୋ ଲୁହ ତମମାନଙ୍କ ଉପରେ ପଡିବ। ଆଉ ବଦନାମ କରିବା ତ କରୁଛ କର। ନାଇଁ ନାଇଁ ନିଶ୍ୱାସ ପଡିଲା ଆଜିଠୁ ମୁଁ ବଦନାମ କାହିଁକି? ତମମାନଙ୍କର ଆରେ ମୋର କିଛି କ୍ଷତି ବଦନାମ କରିନି। କରିବାରେ କଣ ମାନେ? ମୁଁ କାହିଁକି ମୁଁ ବଦନାମ କରିବି ତମକୁ? ତମମାନଙ୍କର ଟଙ୍କାଟେ ଖାଇନି। ତମମାନଙ୍କର ଟଙ୍କାଟେ ଖାଇନି ମୁଁ। ମୁଁ କାହା ପଛରେ ଲାଗିନି। ଆଜି ସକାଳଟାରେ ମୁଁ ହଉ କାନ୍ନା ବି ହଉ ତମେ ଭେଣ୍ଡି ପାଇଥିଲି। ମତେ ଗୋଟେ କଥା କୁହ, ମତେ ପଠେଇଲ କଣ? ମୁଁ କିଏ ପଠେଇଛି? କାହିଁକି କହିବି ତମକୁ ଗୋଟେ କଥା? ତମେ ମତେ ବଦନାମ କରୁଛ ଏଠି। ମୁଁ କାହିଁ ବଦନାମ କରିଦେଇଛି? କଣ ଦରକାର ମୋର ଆବଶ୍ୟକ ତମ ବଦନାମ କରିଦେଇଛି? ଏଲେ ଏଲେ ଫ୍ଲାସ କରୁଛ। ତମେ ମତେ ପଠେଇଲ କଣ? କିଏ ପଠେଇଛି ପଠେଇଲ? ଯୋଉ ବାଲେଶ୍ୱରିଆ ଯୋଉ କଥା କହିଥିଲି, ସେଦିନ ମୋ ସାଙ୍ଗରେ କଥା ହେଇଥିଲେ, ମୋ ଭଏସ ରେକର୍ଡିଂ କରି ମତେ ଫ୍ଲାସ କଲେ। ମୁସି ଭାଇ ମତେ ଏଟା ପଠେଇଲା। ସବୁ ମାମା ମତେ ଚକ୍ରାନ୍ତ କରିକି ମାନେ ସବୁ ଇଏ ଜଣେ ବାଲେଶ୍ୱର ଗୋଟେ ସାଉଥ ଇଏ ହେଲା। ମତେ ମାନେ ଜାଣି ଶୁଣି ଫସଉଛନ୍ତି। ହ୍ୟାଲୋ। ହଁ ହ୍ୟାଲୋ।
हाँ कौन है बाबा? ସେମିତି କିଛି ନାହିଁ ମାଉସୀ। ସିଏ କଣ କି ସେଦିନ ସିଏ ଆମ ବାଲେଶ୍ୱରିଆଙ୍କୁ ନେଇକି ଦୁନିଆ କଥା କହିଦେଲେ, ବୁଝିପାରିଲେ ନା। हाँ ସେ ଯାହା ବି आज्ञा आज्ञा ଓଭରଷ୍ଟେଟର କହିଲେ, ମୁଁ ତାଙ୍କୁ କହିଲି, हाँ ମୁଁ ତାଙ୍କୁ ବୁଝେଇଲି, ଲିଜା ଦେଖ ତମେ हाँ ଗୋଟେ ଯଦି ବାଲେଶ୍ୱର ତମର ବାଲେଶ୍ୱର ଲୋକ ବାଲେଶ୍ୱରିଆ କାହିଁ କହିଲ? ଯଦି ବାଲେଶ୍ୱର ଯିଏ କ୍ଷତି କରୁଛି ତା ନାଁ हाँ ଧରି ତମେ କୁହ। ତମେ हाँ हाँ ବାଲେଶ୍ୱରିଆ କହିଲେ ଆମେ ସମସ୍ତେ ବାଲେଶ୍ୱରିଆ। ତମେ हाँ हाँ ବାଲେଶ୍ୱର ନାଁ କାହିଁକି ଧଇଲ? ତମେ ବାଲେଶ୍ୱର ଯିଏ କରୁଛି ତା ନାଁ ଧରି ତମେ ଗାଳି ଗୋଳା ଦେଇଥାନ୍ତ। हाँ ଆଚ୍ଛା हाँ ମୁଁ କହିଲି ଠିକ ଅଛି, ଯଦି କହିଦେଇଛ ତାହେଲେ ଗୋଟେ ତମେ ଗୋଟେ ସୋସିଆଲ ମିଡିଆରେ ଆଉ ଗୋଟେ ଭୁଲ ମାଗି ପକେଇଦବ। ଯଦି ମୁଁ ବାଲେଶ୍ୱରିଆ କଥା କହିଛି ତାହେଲେ ମୋର हाँ ଭୁଲ ହେଇଛି, ମୋର ଏଟା ଭୁଲ ହେଇଛି। ସେଟା हाँ ବି ସେ हाँ କଲେନି। ସେକେଣ୍ଡ କଥା हाँ ହେଲା ଯାଇକି ଡାଇରେକ୍ଟ ବିଷ୍ଣୁ କଲ୍ କରୁଛନ୍ତି, ତାଙ୍କୁ ଡାଇରେକ୍ଟ ଯାଇକି ଲାଇଭ ରେ ଯୋଉ ଓଟିଭି ଲାଇଭ ଯାଇକି ସେତେ ଡାଇରେକ୍ଟ କଥା ହଉଛନ୍ତି। ଏଟା କଣ ଠିକ କି हाँ ମାଉସୀ? ଆପଣ ନାଇଁ ନିଜେ ଚିନ୍ତା ବାबा କରନ୍ତୁ। ବାबା ମୋ କଥା ଟିକେ ଶୁଣିବ କି? ଆଜ୍ଞା କୁହନ୍ତୁ। ଗୋଟେ ମୋ କଥା ଟିକେ ଖାଲି ମାନେ ଆମେ ସବୁ ଜିନିଷର ସମାଧାନ ଅଛି ନା ନାଇଁ? ଅଛି। ଆଚ୍ଛା ମୁଁ ଗୋଟିଏ ଜିନିଷ କହୁଛି, ଟିକେ ଖାଲି ମାଇଣ୍ଡଲି ଶୁଣନ୍ତୁ। ଏଇଟା ସବୁ କଣ ହଉଛି କହିଲେ, ଆଜ୍ଞା ଯୋଉ ନୁହଁ କି ମାନେ ଯୋଉ ଖରାପ ସମୟ ଯୋଉ ଗୋଟେ ଆସିଲେ ଯୋଉ ଭଲ କଥାଟା ମୁଁ ଏଇନେ କଥା ହେବି ବାବା, ତମେ ସେଇଟା ଖରାପରେ ନବ। ଏଇଟା ହଉଛି ସମୟର ଖରାପ ହେଲା। ଆଜ୍ଞା ଆଜ୍ଞା ଯୋଉ ମୁଁ ଟିକେ ଆଗରୁ କହିଦଉଛି, 3 ବର୍ଷ ପୂର୍ବରୁ ଆଜ୍ଞା ଏଇ ଯୋଉ ତା ପାଟିରୁ ଯୋଉ ବାହାରିଲା ଯେ ପର୍ଟିକୁଲାର ଏଇଟା ମହାରାଷ୍ଟ୍ର ପାଇଁ ସେ ବାଇଟ୍ସ ଦେଇଥିଲା, ଯୋଉ ଗୋଟେ ହିଷ୍ଟ୍ରିଆ ଯୋଉଟା କୁହାଯାଇଥିଲା ଶୀତ ଦିନ ପାଇଁ ଆଜ୍ଞା ହେଲା। ସେଇଟା ମହାରାଷ୍ଟ୍ରର କେସ୍। ବଟ୍ ଇଏ ଯୋଉ ଯେହେତୁ ଟଙ୍ଗ ସ୍ଲିପ ମଣିଷ ମାତ୍ରକେ ବାବା, କଣ ତମର ବି କେତେବେଳେ ପାଟିରୁ କିଛି ଖସୁନି କି? ଖସୁଛି। ଆଜ୍ଞା ଆଜ୍ଞା ଆଚ୍ଛା ମୁଁ ଆର୍ଗୁ କରୁନି ଯେ ସବୁ ଯାକ ଠିକ। ପ୍ରଥମ ଭୁଲ ବାଇଟ୍ ଦବା ହେଲା। ହଁ ତାର କଣ ହେଇଯାଉ, ଆମର କଣ ଗଲା? ସିଏ ହଁ ଯିଏ ମଲା ମଲା, କିଏ ଖାଇଲା, ଆମର କଣ ଯାଇଛି? ଆମଠୁ ଯିଏ ଠକିଛି ଭଗବାନ ତାକୁ ଦଣ୍ଡ ଦେବେ। ହୁଁ ଏଠି ତମେ ଯେମିତି ଫୋନ କଲ, ହୁଁ ସେଇଟା ଫୋନ ଟିକେ କରିକି କହିଥିଲେ ତ ଆମର ସମାଧାନ ହେଇଯାଇଥାନ୍ତା। ହଁ ଗଲା। ବିଷ୍ଣୁ ମାଉସୀ ଶୁଣନ୍ତୁ, ହଁ ବିଷ୍ଣୁ ବି ଲିଜାକୁ ଫୋନ କଲା, ଆମେ ସବୁ ଥିଲୁ ସାଙ୍ଗରେ ଏଇଠି, ବୁଝିପାରିଲେ ନା। ହଁ ହଁ ଲିଜା ବାବା ତୁ ଟିକେ ଯାହା କହୁଛି କହିଛୁ ଶୁଣୁନ, ଡିଲିଟ ଟିକେ ମାରିଦେ, ଶୁଣ। କାହିଁକି? ହଁ କଣ କଣ ହେଇଛି ଶୁଣ ବାବା, ହୁଁ ମୁଁ ହୁଁ ମୁଁ ଗୋଟେ ମା, ମୁଁ ତମର ମା, ତାର ବି ମା ନିଶ୍ଚିତ ହେଲା। ନିଶ୍ଚିତ ଆଜ୍ଞା ତେଣୁ ମୁଁ ଦି ପଟ କହିବି, କେବେ ଝିଅକୁ ଅଣ୍ଟା ଘୋଡେଇବିନି। ଫାଷ୍ଟରେ ଗୋଟେ କହିଦେଲେନି, ତାର ବାଦ ଦେବା ଭୁଲ ହେଲା। ଆଜ୍ଞା ଆଜ୍ଞା ଯେତେବେଳେ ସେ ବି ବାଦ ଦେବାକୁ ଯାଉଥିଲା, ମୁଁ ପୁରା ଏଇଠି ଘରେ କହିଛି, ଲିଜା କଣ୍ଟ୍ରୋଭର୍ସି କି ଜମା ଯାଆନା, ଆମର ବାଇଟ ଦେନା। ଆଜ୍ଞା ବଟ୍ ମୁଁ ଆଉ ଏଇନେ ତାଙ୍କୁ ଦୋଷ ଦେବି। ମିଡିଆ ବାଲା ମୁଁ ଖାଲି ଗାଳି କଲି, ମାନେ ଯୋଉ ଲୋକମାନେ ତଳକୁ ଯାଇକି ଯୋଉ ଗାଳି କରନ୍ତି, ହୁଁ ମୁଁ ସେଇଟା ଗାଳି କଲି ହୁଁ ଯେ ଆଉ କିଏ ଯଦି କରିବ ମତେ ତୁ ଫୋନ ଦବୁ। ମୁଁ ଖାଲି ତାକୁ ପଚାରିବି, ହୁଁ ତମ ରୋଜଗାର ପାଇଁ ତାକୁ କାହିଁକି କଣ ପଚାରୁଛ? ଆଉ କଣ ଲୋକ କେହି ନାହାନ୍ତି? ଆ ହୁଁ ପାଖକୁ କାହିଁ ଆସୁଛ? ଏମିତି ବୋଲି ପଚାରିଥାନ୍ତି। ଛାଡ, ଆମ ଛୁଆ କଣ ଛୋଟ ଯେ କିଏ ନେଇଗଲା? ହୁଁ ପ୍ରଥମେ ନିଜର ପ୍ରଥମ ଭୁଲ ମୁଁ ବାରବାର ଏଇଟା ଦୋହରଉଛି ବାବା। ଗଲା, ଏଇଟା ତ ଗଲା। ସେମାନେ ଯାହା ଦଣ୍ଡ ପାଇଲେ ଆଖିର ଲୁହରେ ଗଲା, ସେଇଟା ଆମର ଆମେ ବୁଝିବା, ମନ ବୁଝେଇବା। ଏଇଟା ଯୋଉ ହେଲା, ହୁଁ ସେତେବେଳେ ବିଷ୍ଣୁଙ୍କୁ ସେ ଇଣ୍ଟେନସନାଲି କରିନି। ମୁଁ ବିଷ୍ଣୁଙ୍କୁ ବହୁତ ଭଲ ପାଏ ତାଙ୍କ ଗୀତ ପାଇଁ। ମୁଁ ସବୁବେଳେ ତାଙ୍କ କିନ୍ତୁ ମୁଁ କିନ୍ତୁ ଭଜନ କିନ୍ତୁ କିନ୍ତୁ ସେତିକି ସେ ରଖିଲେ କି ଡାଇରେକ୍ଟ ଯାଇକି ଲାଇଭ ନାଇଁ କହିଲେ ନାଇଁ ଓଟିଭିରେ। ନାଇଁ ନାଇଁ, କଥାଟା ସେଇଟା ନୁହଁ। ମୁଁ ଟିକେ ଏଇଠି ବିଷ୍ଣୁଙ୍କୁ ଦେବି। ସିଏ କେତେ ବୟସରେ ବଡ, ସେ ହ୍ୟୁମାନଠୁ ବଡ, ମାନେ ହଁ ଲିଜାଠୁ କେତେ ବଡ ହେଲା। ହଁ ହଁ ଯଦି ଆଗ ଯଦି ଜାଣୁଛ ଗୋଟେ ପିଲା କୋଉଠି ଅଛି, ମୁଁ କାହିଁକି ତମ ସାଙ୍ଗରେ କଥା ହେଲି? ମୁଁ ପଳେଇ ଆସିଲି, ମୁଁ ଜାଣିଲିଣି। ସବୁଆଡୁ ଫୋନ ଫାନ ଆମକୁ ବି ଆସିଲାଣି। ଆଜ୍ଞା ଆଚ୍ଛା ମୁଁ କାହିଁକି ପଚାରିଲି ଯେ ବାବା, ଯୋଉ ଇଏ ଆମର ବିଷ୍ଣୁ ଆଗ ପଚାରିଥାନ୍ତେ, ଲିଜା ତୁ କୋଉଠି ଅଛୁ ହଁ ହେଲା। ହଁ ପଚାରିଥିଲେ, ତାପରେ ନାଇଁ ଭାଇ ମୁଁ ଏଇଠି। ସେ କହୁଛି ବି, ଭାଇ ମୁଁ ଏଇଠି ଅଛି। ତାପରେ ସେ ଆଉ ନ ଶୁଣିକି ଯେତିକି କହିବା କଥା ଯୋଉ କହିଦେଇ ଗଲେ। ହଁ ସେଇଟା ତ ଇଏ ବି ଭୁଲ ନା। ଜାଣିନି ବାବା, କହିଲି କାହିଁକି କୋ ଇନସିଡେଣ୍ଟ ବୋଲି। ହୁଁ ଇଏ ଜାଣିନି ଯେ ସେମାନେ ଲାଇଭ କରୁଛନ୍ତି ବୋଲି ହେଲା। ସିଏ ଭାବି ଦେଇଛି ଯେ ମୁଁ ଯାହା କହୁଛି ବୋଧେ ଏମାନେ କ୍ୟାମେରା ବନ୍ଦ କରିଛନ୍ତି। ମୁଁ ହୁଁ ବିଷ୍ଣୁ ଭାଇକି କହିସାରିଲା ପରେ ଏମାନେ କ୍ୟାମେରା ଅନ୍ କରିବେ ହେଲା। ହୁଁ ଗଲା। ହୁଁ ଏଇଟା ମାନେ ଏଇଟା କାହାକୁ ଦୋଷ ଦବା? କେବଳ ଭାଗ୍ୟ ଛଡା ଆଉ କିଛି ନାହିଁ ବାବା। ଗଲା, ଯାହା ତ ହେଇଗଲାଣି। ତାପରେ ତ ସିଏ ପୁଣି ମେଣ୍ଟାଲି ଇଏରେ ଗଲାଣି ଭାରି। ଆଚ୍ଛା ହୁଁ ଯଦି ଗୋଟେ ସରି ମାଗିବା ପାଇଁ ତାର ପ୍ରୋଗ୍ରାମ ଗୁଡା ପ୍ୟାକ୍ ଟୁ ପ୍ୟାକ୍ ପୁରା। ଆଚ୍ଛା ବାଲେଶ୍ୱରିଆ ଯୋଉଟା ସେ କହିଲା ବାବା, ଆଉ ଟିକେ କହିବି। ହୁଁ ସେ ଯୋଉଟା କହିଛି ପୁରା ଇଏ ମୁଁ ବାରବାର ଶୁଣି ସାରିଲିଣି। ଆଜ୍ଞା ମାନେ ଏମିତି ମଜେଇକି ସେଇଟା କହିନି ସବୁ ବାଲେଶ୍ୱର ବୋଲି, ସବୁ ବି ଲଗେଇନି ହେଲା। ନାଇଁ ଏଇଟା ତ କହିଛି ମାଉସୀ ଶୁଣନ୍ତୁ, ମୁଁ ବି ଆପଣଙ୍କ ହଁ ଭିଡିଓ ପଢିକି ଦେଖନ୍ତୁ। ହୁଁ ସବୁ ବାଲେଶ୍ୱରିଆ ମିଶିକିନା ତାକୁ ମାରିଦେଲେ, କହିଛି ପରା। ନାଇଁ ନାଇଁ ସେମିତି ବାବା। ଶୁଣ, ମୋର ତମେ ବି ପୁଅ, ମୁଁ ବି କହୁଛି ଯଦି କୋଉଠିକି କହିବ, ଆମେ ଗୋଟେ ବସି, ମୁଁ ଯିବି ତମ ସହିତ ଶୁଣନ୍ତୁ କଥା ମତେ ହେବି। ମାଉସୀ ଶୁଣନ୍ତୁ, ମୋ ଦେହରେ କିଛି କଥା ନାହିଁ। ଯେହେତୁ ସେ ମୁଁ ଆପଣଙ୍କୁ ବି କହୁଛି, ସେମାନେ ଆଜି ସବୁ ସେମାନେ ବାହାରିଛନ୍ତି ଏଫଆଇଆର କରିବେ କି କଣ କରିବେ, ଯାହା ବି ହଉ। ଆଚ୍ଛା ହଁ ଏମିତି ହଁ ଗୋଟେ କାମ ଭଲ ହବ। ଆଇଦର ହଁ ଆପଣ ମୁସି ଭାଇଙ୍କୁ ଆଉ ହଁ ବିଷ୍ଣୁଙ୍କୁ ଟିକେ କଥା ହେଇଯାଆନ୍ତୁ, ବେଷ୍ଟ ଭଲ ହବ ମୁଁ କହୁଛି। ହଁ ମୁଁ ବିଷ୍ଣୁ ସାଙ୍ଗରେ କଥା ଏବେ ହେଇଯିବି ଏବେ ମୁଚି ଟିକେ ସାଙ୍ଗରେ। କଥା ହେଇଯାଆନ୍ତୁ। ଏବେ ବିଷ୍ଣୁ ମୁସି ଭାଇ ସାଙ୍ଗେ ଟିକେ କଥା ହେଇଯାଆନ୍ତୁ। ବେଷ୍ଟ ହଁ ଏଇ କେସ୍ କୁ ଏଇଠି କ୍ଲୋଜ କରିଦିଅନ୍ତୁ।
हाँ हाँ ମୁଁ ମୁସି ସାଙ୍ଗରେ କଥା ହଉଛି ବାବା ଶୁଣ ଏବେ ବି ଦେଖନ୍ତୁ ଲିଜା ହାଇପର ହେଇ କଥା ହଉଛି ମାନେ ଟିକେ ବି ସେ କହୁନି ଯେ ଗୋଲଟା କରିକି ଏବେ ବି ହାଇପର କଥା ହଉଛି ନା 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 ମୁଁ ସେବେ ବି ପଳେଇ ଆସୁଛି ପାଖକୁ ମୁଁ ଆଜି ପର୍ଯ୍ୟନ୍ତ ଶୁଣନ୍ତୁ ମୋ ସାଙ୍ଗରେ ସେ 5 ଦିନ ହେଲାଣି କଥା ହେଲାଣି 3 ଦିନ ହେଲାଣି କିନ୍ତୁ ମୁଁ ରେକର୍ଡିଂ ଦେଇ ନଥିଲି ଯେହେତୁ ସେ ଲାଇଭ ଗଲା ବାଜିଲା ଚାରିଆଡେ ବାଧ୍ୟ ହେଇକି ମୁଁ ରେକର୍ଡିଂ ଦେବାକୁ ବାଧ୍ୟ ହେଲି ବାବା ଶୁଣ ଏବେ ସେ ରେକର୍ଡିଂ ଟାକୁ ମୁଁ ତମକୁ ରିକ୍ୱେଷ୍ଟ କରୁଛି ତମେ ଆଗ ଡିଲିଟ କର ମୁଁ ମୁସି ସାଙ୍ଗରେ କଥା ହେବି ବିଷ୍ଣୁଙ୍କ ସାଙ୍ଗରେ କଥା ହେଇକି ପୁଣି ତମ ସାଙ୍ଗରେ ଆହୁରି କଥା ହେବି ଏବେ 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 ଆପଣ ମାଉସୀ ଏବେ ଆପଣ କାମ କରନ୍ତୁ ମୁସି ସେ ବାଲେଶ୍ୱର ସମସ୍ତେ ଗୋଟେ ଜାଗାରେ ଅଛନ୍ତି ଆପଣ ଏବେ ମୁଁ ରିକ୍ୱେଷ୍ଟ କରୁଛି ଆପଣଙ୍କୁ ଏବେ ଯାଇ କଥା ହୁଅନ୍ତୁ ଟିକେ ମୁଁ କରୁଛି କିନ୍ତୁ ତମେ ସେ ଭିଡିଓ ଟାକୁ ଆଗ ଡିଲିଟ କର ମୁସି ପାଖରେ ଅଛି ବୋଧେ ମୋ ପାଖରେ ମାଉସୀ ନାହିଁ କାହିଁକି ନା ମୁଁ ଖାଲି ରେକର୍ଡିଂ ଟା ପଠେଇଥିଲି ସେ କଣ କରୁଛନ୍ତି ନାହିଁ ମୁଁ ତ ଜାଣିନି ଆପଣ ଏବେ ଟିକେ ତୁରନ୍ତ କଥା ହେଇଯାଆନ୍ତୁ ଭଲ ହବ ଯାହା ବି ହେଇଛି ଗୋଟେ ବାଇଟ୍ ଦେଇକି ସେ ପକେଇ ଦବୁ ଯାହା ବି ମୁଁ କହିଛି ମୋର ଭୁଲ ହେଇଛି ବାସ୍ କାମ ସେ କାହିଁ କଣ୍ଟାକ୍ଟ ଏତେ ଯିବା କାହିଁକି ନା ଏତେ କଥା ଯିବା କାହିଁକି ବାସ୍ ସେଇଟା ଶୁଣ କଣ ଏଇ ଆଙ୍କରିଂ ନ କଲେ କଣ ଆମେ ଚଳିପାରିବାନି ଏଇଟା ଗୋଟେ କଣ କଥା କିନ୍ତୁ ମୋ କହିବାର କଥା ଯେ ତୋର ଯିଏ କ୍ଷତି କରୁଛି ତା ବିରୁଦ୍ଧରେ କର କିନ୍ତୁ ବାଲେଶ୍ୱରିଆ ନାଁଟା ଧରିବାଟା ଠିକ ନୁହଁ ନା ପ୍ରଥମେ ବାଇଟ୍ ଦେବାଟା ଭୁଲ ପ୍ରଥମେ କାହିଁକି ଆମେ ଯିବା ବାଇଟ୍ ଦେବା ପାଇଁ ଆଜି ଦେଲେ ବୋଲି ତ ଏଇ ସବୁ ଆସିଲା ନା ଠିକ ଅଛି ଆପଣ ଲେଟ୍ କରନ୍ତୁନି ସେମାନେ କଣ କରୁଛନ୍ତି ଏବେ କଥା ଏବେ ଫାଷ୍ଟ ମୁଁ ସେଇ ସାଙ୍ଗେ କଥା ହୁଅନ୍ତୁ ଯେ ଏଇଟା କ୍ଲୋଜ କରନ୍ତୁ ଯାହା ହେଇଛି ଭୁଲ ହେଇଛି ତାର କ୍ଲୋଜ କରନ୍ତୁ ବିଷ୍ଣୁଙ୍କ ସାଙ୍ଗରେ ଆଗ କଥା ହଉଛି ତାପରେ ମନ କହୁଛି କିଛି ନୂଆ କରିବା ପାଇଁ ହେଲେ ପାଖରେ ସମ୍ବଳ ନାହିଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ମଧୁଲିକା ଏଣ୍ଟରପ୍ରାଇଜେସ୍ ଏବେ ବୁଝିବ ଆପଣଙ୍କ ମନ କଥା କ୍ଷୁଦ୍ର ଶିଳ୍ପ ଠାରୁ ନେଇ ମଧ୍ୟମ ଶିଳ୍ପ ପାଇଁ ସୁଲଭ ମୂଲ୍ୟରେ ଯୋଗାଇ ଦେବ ସମସ୍ତ ପ୍ରକାର ମେସିନ ଓ ର ମ୍ୟାଟେରିଆଲ ଯାହାକୁ ନେଇ ଆପଣ ସହଜରେ ଆରମ୍ଭ କରିପାରିବେ ନୂଆ ଏକ ବ୍ୟବସାୟ ଅଧିକ ଜାଣିବା ପାଇଁ ଆଜି ହିଁ କଲ୍ କରନ୍ତୁ